ପିଲାମାନେ ସ୍ୱାଗତ କରୁଛି ମୁଁ ଶାନ୍ତନୁ ସାହୁ ଆପଣଙ୍କୁ ଏଜୁକେସନ୍ ନୂଆ ସିଲେକ୍ଟିଭ୍ କ୍ୱେଶ୍ଚିନ୍ ଆନ୍ସର୍ରେ। ତ ଆଜି ଦେଖିବା ଟପ୍ 20 MCQ ୟୁନିଟ୍ 1ର। ତ ନମ୍ବର 1 କ୍ୱେଶ୍ଚିନ୍, ଗାନ୍ଧୀଜୀଙ୍କ ନିମ୍ନରେ ନିମ୍ନୋକ୍ତ କେଉଁ ଉକ୍ତି ଠିକ୍ ନୁହେଁ? ଅପସନ୍ ନମ୍ବର 1 ଭଗବାନ ହିଁ ସତ୍ୟ, ଅପସନ୍ ନମ୍ବର 2 ସତ୍ୟ ହିଁ ଭଗବାନ, ଅପସନ୍ ନମ୍ବର 3 ମାତୃଭାଷା ଶିକ୍ଷାଦାନ, ଅପସନ୍ 4 ବୌଦ୍ଧିକ କାର୍ଯ୍ୟ ଅପେକ୍ଷା ଶାରୀରିକ କାର୍ଯ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କୁ ଯଦି ଉତ୍ତର ଜଣାଅଛି କମେଣ୍ଟରେ କମେଣ୍ଟ କରନ୍ତୁ। ତ ଏହାର ଆନ୍ସର୍ ହେଇଯିବ ବୌଦ୍ଧିକ କାର୍ଯ୍ୟ ଅପେକ୍ଷା ଶାରୀରିକ କାର୍ଯ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ନମ୍ବର 2 ରୁଷୋ କେଉଁ ପ୍ରକାର ଶିକ୍ଷାର ପ୍ରବର୍ତ୍ତକ ଥିଲେ? ଶିକ୍ଷକ କେନ୍ଦ୍ରିକ, ସମାଜ କେନ୍ଦ୍ରିକ, ଶିକ୍ଷାର୍ଥୀ କେନ୍ଦ୍ରିକ, ବିଷୟ କେନ୍ଦ୍ରିକ। ସେ କ'ଣ ଥିଲେ ପିଲାମାନେ? ଆପଣ ସ୍କୁଲରେ ପଢ଼ା ହେଇଥିବ, ଆପଣ କଲେଜରେ। ତ ଏହାର ଆନ୍ସର୍ ହେଉଛି ଶିକ୍ଷାର୍ଥୀ କେନ୍ଦ୍ରିକ। ଶିକ୍ଷାର୍ଥୀ କେନ୍ଦ୍ରିକ ଥିଲେ ନା ଶିକ୍ଷକ? ଶିକ୍ଷାର୍ଥୀ କେନ୍ଦ୍ରିକ। ଆପଣଙ୍କ ସାର୍ମାନେ ବି କହିଥିବେ ଶିକ୍ଷାର୍ଥୀ କେନ୍ଦ୍ରିକ। ଗାନ୍ଧୀଜୀ କେଉଁ ମସିହାରେ ମୌଳିକ ଶିକ୍ଷା ଯୋଜନା ଆରମ୍ଭ କରିଥିଲେ? ଏହା କେତେ ମସିହାରେ? ଆପଣ ଏଇଟା ଜଣାଥିବ। 1932, 1936, 1940, 1947। ଏହାର ଆନ୍ସର୍ ହେଉଛି 1937 ମସିହା ୱାର୍ଧାରେ ହେଇଥିଲା। କେଉଁ ମସିହାରେ ସତ୍ୟବତୀ ବନ ବିଦ୍ୟାଳୟ ବନ୍ଦ ହୋଇଯାଇଥିଲା? କେତେ ମସିହାରେ ଆପଣଙ୍କୁ ଜଣାଥିବ? ଏହା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଥିଲା 1926 ମସିହାରେ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାର ଏକ ଅଙ୍ଗ ନୁହେଁ? କେଉଁଟା ଅଙ୍ଗ ନୁହେଁ ତାଙ୍କର? ଶାରୀରିକ ତାଙ୍କ ତ ଅଙ୍ଗ ଅଛି, ମାନସିକ ଅଙ୍ଗ, ବୈଷୟିକ ନୁହେଁ, ଆଧ୍ୟାତ୍ମିକ ବି ତାଙ୍କ ଅଙ୍ଗ ଅଛି, ହେଲେ ବୈଷୟିକଟା ହେଇଯିବ ଆନ୍ସର୍। ବନ ବିଦ୍ୟାଳୟ କେଉଁ ବର୍ଷ ସ୍ଥାପନ ହୋଇଥିଲା? 1919, 1920, 1909, 1921। ଆପଣଙ୍କୁ ଜଣାଥିବ ଏଇଟା କେତେ ମସିହାରେ? 1909 ମସିହା ଅଗଷ୍ଟ 12 ତାରିଖରେ ହେଇଥିଲା। ଧନ୍ଦା କେନ୍ଦ୍ରିକ ଶିକ୍ଷା ଉପରେ କିଏ ଅଧିକ ଗୁରୁତ୍ୱ ଦେଇଛନ୍ତି? କିଏ ଧନ୍ଦା କେନ୍ଦ୍ରିକ ଉପରେ? ଗୋପବନ୍ଧୁ ଦାସ, ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଟାଗୋର, ଶ୍ରୀ ଅରବିନ୍ଦ। ଏହା ଆପଣଙ୍କୁ ଜଣାଥିବ ମହାତ୍ମା ଗାନ୍ଧୀ। ଜେ ରୁଷୋ କେଉଁ ବର୍ଷ ଏମିଲି ବହିଟି ରଚନା କରିଥିଲେ? ଏହା ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଏଇଟା ମୁଁ ଦେବିନି, ଆପଣ ଏଇଟା କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ନମ୍ବର 9 ଟିକେ ଜୁମ୍ କରିଦେବା। ମୌଳିକ ଶିକ୍ଷାର ସମାନ ଅର୍ଥ ବୁଝାଉଥିବା ଅନ୍ୟ ନାମଟି ହେଲା କେଉଁଟା? ପୂର୍ଣ୍ଣାଙ୍ଗ ଶିକ୍ଷା, ମୂଲ୍ୟବୋଧ ଭିତ୍ତିକ ଶିକ୍ଷା, ନୈତାଲିମ, ସାର୍ବଜନୀନ ଶିକ୍ଷା। ଏହା କେଉଁଟା ଶିକ୍ଷା? ଏଇଟା ହେଲା ନୈତାଲିମ। ସତ୍ୟବାଦୀ ବନ ବିଦ୍ୟାଳୟ କିଏ ପ୍ରତିଷ୍ଠା କରିଥିଲେ? ଆର୍ ଟାଗୋର, ଶ୍ରୀ ଅରବିନ୍ଦ, ପଣ୍ଡିତ ଗୋପବନ୍ଧୁ ଦାସ, ମହାତ୍ମା ଗାନ୍ଧୀ। ଏଇଟା କିଏ? ପଣ୍ଡିତ ଗୋପବନ୍ଧୁ ଦାସ। ତ ପିଲାମାନେ, ଆପଣ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍, ଭିଡ଼ିଓକୁ ଲାଇକ୍ କରିବା ଭୁଲନ୍ତୁ ନାହିଁ। ତ ଆଜି ଆମେ 10ଟା MCQ ଆରମ୍ଭ କଲେ। ଆଉ ବାକି ଭିଡ଼ିଓରେ ମୁଁ ଆପଣଙ୍କୁ ଟପ୍ ସିଲେକ୍ଟିଭ୍ କ୍ୱେଶ୍ଚିନ୍ ଓ ଲଙ୍ଗ୍ କ୍ୱେଶ୍ଚିନ୍ର ସବୁ ଡିସ୍କସନ୍ କରିବି। ତ ଆପଣମାନେ ଭିଡ଼ିଓକୁ ଲାଗାତାର ଦେଖିବା ସହ ଭିଡ଼ିଓକୁ ଟିକେ ସପୋର୍ଟ ସେୟାର ମଧ୍ୟ କରିବେ। ଆପଣଙ୍କ ସପୋର୍ଟ ମୋ ସାଙ୍ଗେ ଭଗବାନଙ୍କର ଆଶୀର୍ବାଦ ସାଙ୍ଗେ ସମସ୍ତ। ତ ଗାଇସ୍ ରହୁଛି। ଜୟ ହିନ୍ଦ, ଜୟ ଜଗନ୍ନାଥ ଗାଇସ୍।